ଏହି 10ଟି କଥା ଅବଶ୍ୟ ଆପଣାନ୍ତୁ। ହୋସିଆର ହୁଅ କିନ୍ତୁ ଚାଲାକ ନୁହେଁ। ସିଧା ସରଳ ରୁହ କିନ୍ତୁ ବୋକା ନୁହେଁ। ବୁଦ୍ଧିମାନ ବା ସମସ୍ତାର ହୁଅ କିନ୍ତୁ ନିରସ ନୁହେଁ। ସ୍ୱାଭିମାନୀ ହୁଅ କିନ୍ତୁ ଗର୍ବୀ ନୁହେଁ। ଅର୍ଥ ରୋଜଗାର କର କିନ୍ତୁ ବେଇମାନୀ କରି ନୁହେଁ। ଛୋଟ ଛୁଆମାନଙ୍କୁ ଭଲ ପାଅ କିନ୍ତୁ ବିଗାଡ଼ ନାହିଁ। ସୋସିଆଲ ଆକ୍ଟିଭ ରୁହ କିନ୍ତୁ ଘର ମଧ୍ୟ ସମ୍ଭାଳ। କ୍ୟାରିୟର ଭଲ ବନାଅ କିନ୍ତୁ ସମ୍ପର୍କକୁ ମଧ୍ୟ ନିଭାଅ। ସମ୍ପର୍କକୁ ସମୟ ଦିଅ କିନ୍ତୁ ସ୍ୱୟଂକୁ ମଧ୍ୟ ଜାଣିବାର ସମୟ ଦିଅ। ଅର୍ଥ କମାଇବା ପାଇଁ ପରିଶ୍ରମ କର କିନ୍ତୁ ବେଇମାନୀ ନୁହେଁ। ଏହି ଅଭ୍ୟାସ ଗୁଡ଼ିକ ଛାଡ଼ି ଦିଅନ୍ତୁ। ଅନ୍ୟଠାରେ ସବୁବେଳେ କମି ଦେଖିବା। ବେକାର କଥା ଏବଂ କାର୍ଯ୍ୟରେ ନିଜ ସମୟ ନଷ୍ଟ କରିବା। ନିଜ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କର ଷ୍ଟାଟସର ତୁଳନା ନ କରିବା। ଆମଦାନୀ ଅଧିକ ନ ହେଲେ ମଧ୍ୟ ଶୋ ଅଫ୍ ପାଇଁ ବହୁତ ବଡ଼ ବଡ଼ ଖର୍ଚ୍ଚ କରିବା। ଘରର ବଡ଼ ଏବଂ ବୁଦ୍ଧିମାନ ଲୋକଙ୍କର ପରାମର୍ଶ ଖାତିର ନ କରିବା। କ୍ୟାରିୟର ବନାଇବାର ସମୟରେ ମୌଜ ମସ୍ତିରେ ସମୟ ବିତାଇବା। ଘରର ପ୍ରତି ଅବହେଳା କରିବା। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ନ ହେବା। ଭବିଷ୍ୟତର ଉଚିତ ଯୋଜନା ନିଜ ହିସାବରେ ନୁହେଁ ଅପିତୁ ଅନ୍ୟ ଲୋକଙ୍କର ଦୃଷ୍ଟିକୋଣକୁ ଧ୍ୟାନରେ ରଖି ବନାଇବା। ଅନ୍ୟର ଅନୁଚିତ ମାଗିବାକୁ ମଧ୍ୟ ନା ନ କହିପାରିବା। ନିଜ ପରିବାରକୁ ପର୍ଯ୍ୟାପ୍ତ ସମୟ ନ ଦେବା। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।